नमस्कार दर्शक बंधु शुभ संध्या आमे नहीं आसु देश विदेश राज्य 20 गुरुत्वपूर्ण खबर खबरटी भल लगे वीडियो को लाइक करने सहित चैनल न थे सब्सक्राइब करी आपण जिलार ना लिखिदेवे जहाँफल प्रत्येक दिन आपण जिलार खबर किसी ना कि अपडेट पाइपर तेज कौन रही आज संध्यार खबर चलता नजर पकाइबा। ଆଜି ଥିଲା ଭାରତ ବନ୍ଦ। ଆଜି ଦେଶବ୍ୟାପୀ ଶ୍ରମିକ ସଂଗଠନ ଧର୍ମଘଟ ବା ଭାରତ ବନ୍ଦ ପାଳନ ହୋଇଥିଲା। 10ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନକୁ ନେଇ ଗଠିତ ମଞ୍ଚ ପକ୍ଷରୁ ବନ୍ଦ ମଧ୍ୟ ଡାକରା ଦିଆଯାଇଥିଲା। 25 କୋଟିରୁ ଅଧିକ ଶ୍ରମିକ ଧର୍ମଘଟରେ ସାମିଲ ହୋଇଥିଲେ। ତେବେ କୁହାଯାଉଛି ଯେ କଣ ଚଳାଚଳ ବନ୍ଦ ଥିଲା ଚାଲନ୍ତୁ ଜାଣିବା। ତେବେ ବସ୍ ଚଳାଚଳ ଉପରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଟକରୁ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ନେତାଜୀ ସୁଭାଷ ବୋଷ ଟର୍ମିନାଲ ଖାଁ ଖାଁ ହୋଇ ପଡ଼ିଛି। କେବଳ ଯିବା ଆସିବା କରୁଛି ସରକାରୀ ଏବଂ ଆମ ବସ୍। ବଦଳିଲା ସ୍କୁଲ ପରୀକ୍ଷା ନିୟମ। ପଞ୍ଚମ ଓ ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ। ତେବେ ଫେଲ ହେଲେ 2 ମାସର ପୂର୍ଣ୍ଣ ପରୀକ୍ଷା ଦେବେ ପିଲା। ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ତେବେ ପଞ୍ଚମ ଓ ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ପରୀକ୍ଷାରେ ଫେଲ ହେଲେ ସେମାନେ ଆଉ ଥରେ ପରୀକ୍ଷା ଦେଇପାରିବେ। ସେହି ଶ୍ରେଣୀରେ ରହିବେ ବୋଲି ସୂଚନା ମଧ୍ୟ ଦିଆଯାଇଛି। କାହାରିକୁ ସ୍କୁଲରେ ବିଦା କରାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛନ୍ତି। ତେବେ ଗତକାଲି ରଥ ଉପରକୁ ମୋବାଇଲ ନେବା ଘଟଣାରେ 7 ସେବାୟତଙ୍କ ନାଁରେ ଏଫଆଇଆର ଦିଆଯାଇଛି। ସମ୍ପୃକ୍ତ ସେବାୟତ ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ। ରଥ ଉପରକୁ ମୋବାଇଲ ନେଇଥିବା 7 ଜଣ ସେବାୟତଙ୍କ ନାଁରେ ଏଫଆଇଆର। ସିଂହଦ୍ୱାର ପୋଲିସ ଷ୍ଟେସନରେ 7 ସେବାୟତ ନାଁରେ ଏଫଆଇଆର ଦର୍ଜ ହୋଇଛି ବୋଲି ଆଜି ସୂଚନା ମିଳିଛି। ବାରଣ ସତ୍ତ୍ୱେ ମଧ୍ୟ କିଛି ସେବାୟତ ରଥ ଉପରକୁ ମୋବାଇଲ ନେଇଥିଲେ। ଏନେଇକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି। ଏପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ସେ ଯେତେ ବଡ଼ ଲୋକ ହଉନା କାହିଁକି ଆଇନ ସମସ୍ତଙ୍କ ପାଇଁ ସମାନ ଆଉ ତୁରନ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି। ହୀରାକୁଦ ଜଳ ଭଣ୍ଡାରର 16ଟି ଗେଟ୍ ଖୋଲାଗଲା। ଫୁଲୁଛି ମହାନଦୀ ସୁବର୍ଣ୍ଣରେଖା। ତେବେ ବନ୍ୟା ଜଳ ନିଷ୍କାସନ କରୁଛି 16ଟି ଗେଟ୍। ହୀରାକୁଦ ଡ୍ୟାମ୍ ବାମ ପଟର 11ଟି ଗେଟ୍ ଖୋଲା ଅଛି। ଡାହାଣ ପଟର 5ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ପାଣି। ଏବେ ହୀରାକୁଦ ଜଳସ୍ତର 606.23 ଫୁଟ ରହିଛି। ପ୍ରତି ସେକେଣ୍ଡରେ 2,29,010 କ୍ୟୁସେକ୍ ଜଳ ପ୍ରବେଶ ହେଉଛି। ପ୍ରତି ସେକେଣ୍ଡରେ 2,69,839 କ୍ୟୁସେକ୍ ଜଳ ନିଷ୍କାସିତ ମଧ୍ୟ ହେଉଛି। ଆସୁଛି ଦେବଦେବ ମହାଦେବଙ୍କର ପ୍ରିୟ ମାସ ଶ୍ରାବଣ ମାସ। 11 ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଶ୍ରାବଣ ମାସ। ପାଣି ଭାର ନେବା ପାଇଁ ପ୍ରସ୍ତୁତ ହେଲେଣି କାଉଡ଼ିଆ। ଶିବ ଭକ୍ତ କାଉଡ଼ିଆ ଯାତ୍ରା କିପରି ସୁରୁଖୁରୁ ହେବ ସେ ନେଇ ସଜାଗ ଅଛି ଦିଲ୍ଲୀ ପ୍ରଶାସନ ଏବଂ ୟୁପି ପ୍ରଶାସନ। ତେବେ ଏହାରି ଭିତରେ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ମଡେଲ ଦେଖିବାକୁ ମିଳିଛି। କାଉଡ଼ିଆ ଯାତ୍ରା ସମୟରେ ୟୁପିରେ ଯେପରି ମାଛ ମାଂସ ସମ୍ପୂର୍ଣ୍ଣ ବନ୍ଦ ରୁହେ ସେହିପରି ଦିଲ୍ଲୀରେ ମଧ୍ୟ ଏଥର କାଉଡ଼ିଆ ଯାତ୍ରା ସମୟରେ ମାଛ ମାଂସ ଦୋକାନ ମଧ୍ୟ ବନ୍ଦ ରହିବ। ଏନେକି ରେଖା ଗୁପ୍ତା ସରକାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି। ଜନଧନ ଆକାଉଣ୍ଟକୁ ନେଇକି ବଡ଼ ଅପଡେଟ୍। କାର୍ଯ୍ୟକ୍ରମ ନଥିବା ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟକୁ ଗୁଡ଼ିକ ବନ୍ଦ କରିବା ପାଇଁ ବ୍ୟାଙ୍କ ଗୁଡ଼ିକ କୌଣସି ନିର୍ଦ୍ଦେଶ ନ ଦିଆଯାଇ ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ତେବେ ଏହି ବିବୃତ୍ତିରେ ଆଜି ମନ୍ତ୍ରାଳୟ କହିଛି ଯେ ନିଷ୍କ୍ରିୟ ରହୁଥିବା ଜନଧନ ଆକାଉଣ୍ଟ ଗୁଡ଼ିକ ଉପରେ ନିରନ୍ତର ନଜର ରଖାଯାଇଛି। ଆକାଉଣ୍ଟଧାରୀଙ୍କ ସହିତ ଯୋଗାଯୋଗ କରିବା ପାଇଁ ବ୍ୟାଙ୍କ ଗୁଡ଼ିକ ପରାମର୍ଶ ଦିଆଯାଇଛି। ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ପଦକ୍ଷେପ ନେବା ପାଇଁ ବ୍ୟାଙ୍କ ଗୁଡ଼ିକ ମଧ୍ୟ ବିଭିନ୍ନ ପ୍ରକାର କଷ୍ଟମରକୁ ଫୋନ ଯୋଗେ କଥାବାର୍ତ୍ତା ଚାଲିଛି। ତୁରନ୍ତ ଏହି ବ୍ୟାଙ୍କକୁ ଆକ୍ଟିଭ କରିବା ପାଇଁ ପଡ଼ିବ। ତା ସହିତ ସରକାରଙ୍କ ବିଭିନ୍ନ ଯୋଜନାର ମଧ୍ୟ ଫାଇଦା ମିଳିପାରିବ। ଜନଧନ ଆକାଉଣ୍ଟ ଜୀବନ ଜ୍ୟୋତି ବୀମା ଯୋଜନା ଅଟଳ ପେନସନ ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁଫଳ ଯେପରି ଅଧିକରୁ ଅଧିକ ହିତାଧିକାରୀ ପାଖରେ ପହଞ୍ଚିବ ସେ ନେଇ 3 ମାସିଆ ଅଭିଯାନ କରିବ ବ୍ୟାଙ୍କ। ଆଇପିଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର। ଅଖିଳେଶ୍ୱର ସିଂ ହେଲେ ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜି। ତେବେ ଆଜି ଗୃହ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଇପିଏସ୍ ସ୍ତରରେ ଅଦଳ ବଦଳ ହୋଇଛି। ସଞ୍ଜୀବ ପଣ୍ଡା ହୋଇଛନ୍ତି ଏଡିଜି ନକ୍ସଲ ବିରୋଧୀ ଅପରେସନ। ଅଖିଳେଶ୍ୱର ସିଂ ହେଲେ ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜି। ତେବେ ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ। ଆସିଲା ବଡ଼ ଖବର। ଆଜି ପୁଣି କମିଲା ସୁନା ଦର। ଜୁଲାଇ 9 ଅର୍ଥାତ୍ ବୁଧବାର ଦିନ ଆଜି କମିଛି ସୁନା ଦର। 1 ଲକ୍ଷ ଟପିବା ପରେ ଏଯାଏଁ ଦାମ ପୁଣି 2,000 ଟଙ୍କା କମିଛି। ଏକା ସାଙ୍ଗରେ 2,000 କମି ଏବେ 98,180 ଟଙ୍କାରେ ମଧ୍ୟ ପହଞ୍ଚିଛି। 11ରେ ଓଡ଼ିଶା ଆସିବେ ରାହୁଲ ଓ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। ତେବେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ହେବ କଂଗ୍ରେସର ସମାବେଶ। ସୂଚନା ଦେଲେ ପିସିସି ସଭାପତି ଭକ୍ତଚରଣ ଦାସ। ଯୋଗଦେବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ତା ସହିତ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଯୋଗ ଦେବେ। ବରିଷ୍ଠ ନେତା କେସି ଭେନୁଗୋପାଲ ମଧ୍ୟ ଯୋଗ ଦେବେ ବୋଲି ସୂଚନା ମିଳୁଛି। ମୁଖ୍ୟ ଲକ୍ଷ୍ୟ ହେଲା ନାରୀ ନିର୍ଯାତନାକୁ କିଭଳି ହଟାଇବା। ଏନେଇକି ତୃଣମୂଳ ସ୍ତରରେ ସରକାରକୁ ମଧ୍ୟ ଟାର୍ଗେଟ କରାଯିବ। ପୁରୁଣା ଗାଡ଼ିକୁ ମିଳିବ ନାହିଁ ପେଟ୍ରୋଲ ଓ ଡିଜେଲ। ଦିଲ୍ଲୀ ସରକାର 10 ବର୍ଷର ଅଧିକ ପୁରୁଣା ଗାଡ଼ିକୁ ମଧ୍ୟ ପେଟ୍ରୋଲ ଡିଜେଲ ମନା ସମ୍ପୂର୍ଣ୍ଣ।
କିଛି କିଛି ଗାଡି ମାର୍କେଟରେ ଚାଲୁଛି, ଏନେକି ଅଟୋ ଚାଲାଣ ମଧ୍ୟ କଟୁଛି। ଯଦି ବାଇକ୍ ବା କାର ଯଦି ଧରା ପଡନ୍ତି ତାହେଲେ ବାଇକ୍ ପାଇଁ 5,000 ଟଙ୍କା ଏବଂ କାର ପାଇଁ କି 10,000 ଟଙ୍କା ଫାଇନ ଲାଗିବ ବୋଲି ଏପଟେ ଦିଲ୍ଲୀ ସରକାର ଘୋଷଣା କରିଦେଇଛନ୍ତି। ପଞ୍ଜାବ ସରକାରଙ୍କର ବଡ଼ ଘୋଷଣା, ପ୍ରତ୍ୟେକ ପରିବାରକୁ ମିଳିବ 10 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ଯେଉଁଠାରେ ପ୍ରତ୍ୟେକ ଘରକୁ ଲୋକଙ୍କୁ ଏବେ 10 ଲକ୍ଷ ସ୍ୱାସ୍ଥ୍ୟ ବୀମା ମିଳିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ତେବେ ଏହି ଯୋଜନା ଅନୁଯାୟୀ ଲୋକେ ସରକାରୀ ଘରୋଇ ଉଭୟ ହସ୍ପିଟାଲ ମାଗଣା ଚିକିତ୍ସା ମଧ୍ୟ ପାଇପାରିବେ। ଏପଟେ ସରକାର ମଧ୍ୟ କହିଥିଲେ ଆୟୁଷ୍ମାନ କାର୍ଡ ନେଇକି ବଡ଼ ଅପଡେଟ୍, କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଶାରେ ଆୟୁଷ୍ମାନ କାର୍ଡ ବଣ୍ଟନ ହୋଇନାହିଁ, ଯାହାଫଳରେ ଲୋକେ ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ମଧ୍ୟ ହେଉଛନ୍ତି। ସେପଟେ ସରକାର କହିଛନ୍ତି ନିଜର ଆଧାର କାର୍ଡ ଦେଖି ଆପଣମାନେ ଚିକିତ୍ସା ପାଇପାରିବେ। ପୂର୍ବରୁ ଯେଉଁମାନଙ୍କର ଆୟୁଷ୍ମାନ କାର୍ଡ ଥିଲା ସେମାନେ ଚିକିତ୍ସା ସୁବିଧା ନିଶ୍ଚୟ ପାଇପାରିବେ। ଆଉ ଖୁବ୍ ଜଲଦି ଆୟୁଷ୍ମାନ କାର୍ଡ ରାଜ୍ୟରେ 3 କୋଟିରୁ ଅଧିକ ଲୋକଙ୍କୁ ମଧ୍ୟ ଦିଆଯିବ ବୋଲି କୁହାଯାଉଛି। ସ୍କୁଲ ବସ୍କୁ ଧକ୍କା ଦେଲା ଟ୍ରେନ୍, 2 ଛାତ୍ର ମୃତ, 7 ଜଣ ଆହତ। ତେବେ କୁହାଯାଇଛି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଟ୍ରେନ୍ ଲାଇନ୍ ଅତିକ୍ରମ କରୁଥିବା ବେଳେ ହଠାତ୍ ଅଟକି ଯାଇଥିଲା ବସ୍ଟି, ସିଧା ସ୍କୁଲ ବସ୍କୁ ଧକ୍କା ଦେଇଥିଲା। ଏହି ସମୟରେ ସ୍କୁଲ ବସ୍ରେ ଥିବା ଛାତ୍ରଛାତ୍ରୀମାନେ ବାହାରି ଯାଇଥିଲେ, ଆଉ କିଛି ବସ୍ ଭିତରେ ରହିଯାଇଥିଲେ। ଟ୍ରେନ୍ ଦ୍ରୁତ ଗତିରେ ଆସୁଥିବା ବସ୍କୁ ଧକ୍କା ଦେଇଥିଲା। ଏଥିରେ 2 ଜଣ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଛାତ୍ର ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଛି। ଘରେ ଥିବା ଏକ୍ସପାରି ବା ପୁରୁଣା ଔଷଧକୁ ଫୋପାଡ଼ିବା ପୂର୍ବରୁ 2 ଥର ଚିନ୍ତା କରନ୍ତୁ। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ନିର୍ଦ୍ଦେଶ ଦେଇଛି ଯେ କେତେକ ଔଷଧକୁ ଅଜାଣତରେ ମଣିଷ ବା ପଶୁଙ୍କୁ କ୍ଷତି ପହଞ୍ଚାଇବାରୁ ରୋକିବା ପାଇଁ ଏଥର ଟଏଲେଟରେ ଫ୍ଲସ୍ କରା ହେଉଛି ଉପଯୁକ୍ତ ଉପାୟ। ଏହା ସଂସ୍ଥା ଏପରି 17ଟି ଔଷଧର ତାଲିକା ମଧ୍ୟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ ଅଧିକାଂଶ ଔଷଧ ଲୋକଙ୍କର ମଧ୍ୟ ବିଭିନ୍ନ ପ୍ରକାର ସିମ୍ପଟେଟିକ୍ ଯନ୍ତ୍ରଣା ବା ପେନ୍ କ୍ଲିୟର ବା ଅନ୍ୟାନ୍ୟ ରୋଗର ହୋଇଥାଏ, ଯାହାଫଳରେ ଲୋକମାନେ ବିଭିନ୍ନ ପ୍ରକାର ଏଠି ସେଠି ଫୋପାଡ଼ି ଦିଅନ୍ତି। ଗୋଟେ ରିସର୍ଚ୍ଚ ଜଣାପଡ଼ିଛି ପକ୍ଷୀ ପଶୁ ପକ୍ଷୀଙ୍କର ମଧ୍ୟ ମୃତ୍ୟୁ ହେଉଛି। ଏ ନେଇକି ସେଇ ଔଷଧ ଆପଣମାନେ ଟୋଟାଲ ବାହାରେ ଫୋପାଡ଼ନ୍ତୁ ନାହିଁ ବୋଲି କୁହାଯାଉଛି। ଆଜିଠୁ ମିଳିବ ଭକ୍ତଙ୍କୁ ନୀଳାଚଳ ଅବଢ଼ା। ତେବେ ସରିଲା ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା। ରତ୍ନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଆରମ୍ଭ ହେଲାଣି ଭକ୍ତଙ୍କ ଗହଳି। ଘୋଷଯାତ୍ରାରେ 12 ଦିନ ଲୀଳା ଖେଳା ପରେ ମହାପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀକୁ ଫେରିଛନ୍ତି। ରଥଯାତ୍ରା ଓ ସୁନାବେଶ ଅଧରପଣା ସାରି ଗୋଟି ପହଣ୍ଡିରେ ବଡ଼ ଦେଉଳକୁ ଫେରିଛନ୍ତି। ଆଜିଠୁ ରତ୍ନ ସିଂହାସନରୁ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ 3 ଠାକୁର। ଏତେ ଦିନ ଧରି ମାନ କରି ରହିଥିବା ମା ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କରିଛନ୍ତି ବିଶ୍ୱ ନିୟନ୍ତା ଶ୍ରୀ ଜଗନ୍ନାଥ। ନୀଳାଦ୍ରି ବିଜେ ଅବସରରେ ଏହା ହେଉଛନ୍ତି ଅନ୍ୟାନ୍ୟ ପର୍ବ। ପ୍ରଥମେ ରସଗୋଲା ଖୁଆଇ ମାନ ଭଞ୍ଜନ କଲା ପରେ ମହାପ୍ରଭୁ ରତ୍ନବେଦୀରେ ବିରାଜମାନ କରିଛନ୍ତି। ଟାଟା ଗ୍ରୁପ ଓ ସ୍କୋଡା ଗ୍ରୁପର ସହଭାଗିତା ନିର୍ମାଣ କରିବ ରେଲୱେ ଉପକରଣ। ତେବେ ଖୁବ୍ ଜଲଦି 2ଟି କମ୍ପାନୀ ସହଭାଗିତାରେ ମିଶି କାମ କରିବେ। ଖାଲି ସେତିକି ନୁହେଁ, 2 କମ୍ପାନୀ ଭାରତୀୟ ରେଲୱେ ପାଇଁ ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ଅଛି, ଯାହାଫଳରେ ବିଭିନ୍ନ ପ୍ରକାର ହଜାର ହଜାର ଲୋକଙ୍କୁ ନିଯୁକ୍ତି ମଧ୍ୟ ମିଳିବ। ତେବେ କୁହାଯାଉଛି ଯେ ଏହି ରେଲୱେ ଟ୍ରେନ୍ ପାଇଁ ତିଆରି କରାଯିବ। ଏହି ଉପକରଣ ପାଇଁ କି ବିଭିନ୍ନ ପ୍ରକାର ମଧ୍ୟ ଲୋକଙ୍କୁ ଦରକାର। ତେବେ ରେଲୱେ ଜ୍ଞାନ କୌଶଳ ଆତ୍ମନିର୍ଭର ହେବ, ତାହା ପୁଣି ବରଂ ୟୁରୋପୀୟ ଜ୍ଞାନ କୌଶଳକୁ ଭାରତୀୟ ଗ୍ରାମେ ଉପଲବ୍ଧ ହୋଇପାରିବ ବୋଲି ସୂଚନା ମିଳିଛି। ଆମେରିକା ଓ ଭାରତ ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇଛି। ଆଜି ରାତିରେ ବିରାଟ ବଡ଼ ଘୋଷଣା ମଧ୍ୟ ହୋଇପାରେ। ଗଣମାଧ୍ୟମରେ ପ୍ରକାଶ ପାଉଛି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂତ୍ରରୁ ଖବର ଅନୁଯାୟୀ ବାଣିଜ୍ୟ ଚୁକ୍ତି ନେଇ 2 ଦେଶ ମଧ୍ୟରେ ମାସାଧିକ କାଳ ଆଲୋଚନା ଜାରି ରହିଥିଲା। ଏହି ସପ୍ତାହରେ ଘନ ଘନ ଆଲୋଚନା ହେବା ପରେ ଚୂଡ଼ାନ୍ତ ଏବେ ହୋଇଛି, ଯାହାଫଳରେ ଭାରତକୁ ବହୁ ଲାଭ ମଧ୍ୟ ମିଳିବ। ବିଶେଷ କରି ଗହମ, ମକା, ଦୁଗ୍ଧ ଏବଂ ଜେନେଟିକାଲ ଭାବରେ ଚାଷ ହୋଇଥିବା ଫସଲକୁ ସୁରକ୍ଷା ଦେବା ପାଇଁ ଏକ ଦୃଢ଼ ରହିଛି, ଯାହାଫଳରେ ଏସବୁ ମଧ୍ୟ କମ୍ ରହିବ। ବିଭିନ୍ନ ପ୍ରକାର ଅନ୍ୟ ଇଲେକ୍ଟ୍ରୋନିକଠୁ ଆରମ୍ଭ କରି କିଛି ଜିନିଷ ମଧ୍ୟ ଶସ୍ତା ହୋଇଯିବ। ଏ ନେଇକି ଏଇଟା ସବୁଠୁ ବଡ଼ କଥା ବୋଲି ଭାରତବାସୀ ପାଇଁ ଏବେ ଆକାଉଣ୍ଟ ଖାଲି ଥିଲେ ମଧ୍ୟ ଟଙ୍କା କଟାଯିବ ନାହିଁ। ସର୍ବନିମ୍ନ ବାଲାନ୍ସ ଚାର୍ଜକୁ ରଦ୍ଦ କଲା ଏହି 6ଟି ବ୍ୟାଙ୍କ। ତେବେ ଆପଣମାନଙ୍କ ପାଇଁ ଖୁସି ଖବର। ପ୍ରଥମେ ତ ଆପଣଙ୍କୁ ଆଗରୁ ସର୍ବନିମ୍ନ ବାଲାନ୍ସ ରଖିବା ପାଇଁ ପଡୁଥିଲା, ମଝିରେ ମଝିରେ ମଧ୍ୟ ଚାର୍ଜ କଟାଯାଉଥିଲା। ଏଥର ମଧ୍ୟ 6ଟି ବ୍ୟାଙ୍କ ଶୁଣି ନିଅନ୍ତୁ। ବ୍ୟାଙ୍କ ଅଫ ବରୋଦା, ଇଣ୍ଡିଆନ ବ୍ୟାଙ୍କ, କାନାଡା ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଏମିତି ଅନେକ ବ୍ୟାଙ୍କ ଅଛି, ଯାହାଫଳରେ ସେମାନେ ଆଉ ସର୍ବନିମ୍ନ ବାଲାନ୍ସ ଚାର୍ଜ କାଟିବେ ନାହିଁ।
ଚାଲନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଘୋଷଣା ବିଷୟରେ ଜାଣିବା। ପ୍ରଥମେ ତ ସୁଭଦ୍ରା ଟଙ୍କା ନେଇକି ବଡ଼ ଅପଡେଟ୍। ସୁଭଦ୍ରା ଆସନ୍ତା 9 ତାରିଖରେ ମିଳିବା ପାଇଁ ଯାଉଛି। ରାଜ୍ୟରେ ଯେଉଁମାନଙ୍କୁ ପ୍ରଥମ କିସ୍ତି ଦ୍ୱିତୀୟ କିସ୍ତି ମିଳିଛି ସେମାନଙ୍କୁ ଗୋଟିଏ କିସ୍ତି ମିଳିବ। ଯେଉଁମାନେ ଟୋଟାଲ କିସ୍ତି ପାଇନି ସେମାନେ ତିନୋଟି କିସ୍ତି ଆକାରରେ 15,000 ଟଙ୍କା ଦିଆଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା କହିଛନ୍ତି ଯେଉଁମାନେ ଅଯୋଗ୍ୟ ପ୍ରଥମ କିସ୍ତି ହାତି ଥିଲେ ଆଇଆଇଏମ୍ କଲେଜର ଷ୍ଟୁଡେଣ୍ଟମାନେ ଭେରିଫିକେସନ କରିବେ। ପ୍ରକୃତ ଯୋଗ୍ୟ ହିତାଧିକାରୀକୁ ସାମିଲ କରାଯିବ ଆଉ ଅଯୋଗ୍ୟ ହିତାଧିକାରୀକୁ ବାଦ୍ ପଡ଼ିବ। ତା ସହିତ ଆଉ ଗୋଟେ ବଡ଼ ଖବର ପିଏମ୍ କିଷାନ ଟଙ୍କା ଆଉ 4 ଦିନ ପରେ ମିଳିବା ପାଇଁ ଯାଉଛି। ଚାଷୀ ମାନଙ୍କ ପାଇଁ ବଡ଼ ଖୁସି ଖବର। ଜୁନ୍ 20ରେ 20ତମ କିସ୍ତି ମିଳିବା ପାଇଁ ଥିଲା କିନ୍ତୁ କୁହାଯାଉଛି ଯେ ଆଉ 4 ରୁ 5 ଦିନ ଭିତରେ ନିଶ୍ଚିତ ସୁଭଦ୍ରା ଟଙ୍କା ସହିତ ପିଏମ୍ କିଷାନକୁ ନେଇକି ବଡ଼ ଅପଡେଟ୍। ପିଏମ୍ କିଷାନ ଟଙ୍କା ଆଉ 4 ଦିନ ପରେ ମିଳିବା ପାଇଁ ଯାଉଛି। କୋଟି କୋଟି ଚାଷୀମାନେ ଏଥିରେ ମଧ୍ୟ ଉପକୃତ ହେବେ। ଜୁନ୍ 20 ତାରିଖରେ ପିଏମ୍ କିଷାନ ଟଙ୍କା ମିଳିବାର ଥିଲା, ଏପର୍ଯ୍ୟନ୍ତ ମିଳିନାହିଁ। ଖୁବ୍ ଜଲ୍ଦି ମିଳିବା ପାଇଁ ଯାଉଛି ବୋଲି ସରକାର ସ୍ତରରୁ ମଧ୍ୟ ଘୋଷଣା କରାଯାଉଛି। ଭତ୍ତା ଟଙ୍କାକୁ ନେଇକି ବଡ଼ ଅପଡେଟ୍। ଭତ୍ତା ଟଙ୍କା ମଧ୍ୟ 60 ବର୍ଷର ଲୋକଙ୍କୁ ମଧ୍ୟ ଭତ୍ତା ଟଙ୍କା ସରକାର ବଢ଼ାଇବେ ବୋଲି ଏପଟେ ଘୋଷଣା ହୋଇଛି। ଆଉ ଚାଷୀମାନଙ୍କ ପାଇଁ ଏଥର ବଡ଼ ଅପଡେଟ୍। ଚାଷୀମାନଙ୍କୁ କ୍ରେଡିଟ୍ କାର୍ଡ ମାଧ୍ୟମରେ 5 ଲକ୍ଷ ଭଳି ବିନା ବନ୍ଧକରେ ଋଣ ପାଇପାରିବେ। ଏପଟେ ମଧ୍ୟ ସ୍ୱୟଂ ସହାୟକ ମହିଳାଙ୍କ ପାଇଁ 1 ଲକ୍ଷର ବିନା ସୁଧରେ ସରକାର ଦଉଛନ୍ତି। ତେବେ ଇଏ ଥିଲା କିଛିଟା ଯୋଜନା ବିଷୟରେ। ଆଜିର ଏତିକି ଖବର। ଯଦି ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ।